ମୋ ନଜରରେ ଆସିଲା ଏ ଧନୁଯାତ୍ରା ପାଇଁ ପ୍ରତ୍ୟେକ ଘରେ ସାରା ମଥୁରା ରାଜ୍ୟରେ କୁଣିଆ ବହୁତ ଆସି ଯାଇଛନ୍ତି ଧନୁଯାତ୍ରା ଦେଖିବା ପାଇଁ। ତେଣୁ ମୁଁ ତାକୁ ଆଦେଶ ଦେଲି ଆସନ୍ତାକାଲି ଠାରୁ ଗୋଟାଏ ମାସର ଚାଉଳ ଅଧିକ ଦେବ। ତାହା ବନ୍ଧୁ ମୋର ଶିର ଧାର୍ଯ୍ୟ ମଣିମା ଆସନ୍ତାକାଲି ଚାଉଳ ହୋଇବ ଆରମ୍ଭ ପ୍ରତିଶ୍ରୁତି। ତାପରେ ମଥୁରା ରାଜ୍ୟରେ ଆଳୁର ସମସ୍ୟା ବହୁତ ରେଟ୍ ବଢିଯାଇଛି। ତେଣୁ ବନ୍ଧୁଙ୍କୁ ଆଦେଶ ଦେଲେ ଏ ମଥୁରା ରାଜ୍ୟରେ ଚାଷୀ ମାନେ କିଭଳି ଭାବରେ ଆଳୁ ଚାଷ କରିବେ ଏବଂ ଆମ ମଥୁରା ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ମୁଁ ଆଦେଶ ଦେଲି। ବନ୍ଧୁ ମଧ୍ୟ ତାହା ସସମ୍ମାନେ କରିଲେ। ଏ ମଥୁରା ରାଜ୍ୟରେ ପ୍ରତ୍ୟେକ ଚାଷୀ ଆଳୁ ଚାଷ କରିବେ ଏବଂ ଶୀତଳ ଭଣ୍ଡାରରେ ଆମକୁ ଆଉ ବାହାର ରାଜ୍ୟରୁ ଆଳୁ ଆଣିବାକୁ ପଡ଼ିବ ନାହିଁ। କହିଛନ୍ତି ପ୍ରତିଶ୍ରୁତି ଦେଇଛନ୍ତି।